ମୁଁ ଏଇଥରକ ପରୀକ୍ଷା ଦେଲା ବେଳକୁ ମୁଁ ଦୁର୍ଗାଙ୍କୁ 2ଟା ନଡ଼ିଆ ଯାଚିଛି, ଏଥରକ ଭଲ ହେଲାନି। ନେକ୍ସଟ ଇୟରରେ ଶିବଙ୍କୁ 2ଟା ନଡ଼ିଆ ଯାଚିବି, ଭଲ ହେଲାନି। ଆଉ ଏଥରକ ମା ବାପା ବହୁତ ଗାଳି କରିଛନ୍ତି। 5 ଘଣ୍ଟା ଜାଗାରେ 8 ଘଣ୍ଟା ପଢିଛି, ଘୋଷିଛି। ଆଉ ଏଥରକ ଶିରିଡି ବାବାଙ୍କୁ କହିକି ଯାଇଛି ଭଲ ହେଲେ ଗୋଲାପ ଫୁଲ 10ଟା ଚଢେଇବି। ସେ ପିଲାର ଯେତେବେଳେ ରେଜଲ୍ଟଟା ଭଲ ଆସିଯିବ ସେ ଶିରିଡି ବାବାଙ୍କୁ ବିଶ୍ୱାସ କଲା, ଆଉ ଦୁର୍ଗା ଶିବ ହଟିଗଲେ। ଆମର ମନୋକାମନା ଦ୍ୱାରା ହିଁ ଆମେ ଅନ୍ଧବିଶ୍ୱାସ ପାଳିଛୁ। ଜ୍ୟୋତିଷ ଶାସ୍ତ୍ର ହଉ ଅବା ଆଷ୍ଟ୍ରୋଲୋଜି, ଆପଣମାନେ ଜାଣିଥିବେ କି ମାନେ ଏଇ ସବୁ ଜିନିଷକୁ ନେଇକିନା ଲୋକମାନେ ଆଜିକାଲି ଦୁନିଆରେ ବହୁତ କନଫ୍ୟୁଜନରେ ରହୁଛନ୍ତି। ତ ଏଇ ବିଷୟରେ ଟିକେ ଆପଣମାନଙ୍କୁ ଆଲୋକପାତ କରିବା ପାଇଁ ଆମ ସାଙ୍ଗରେ ଆଜି ଅଛନ୍ତି ଆଚାର୍ଯ୍ୟ ସୁଚିତ୍ରା ଗୁପ୍ତା ମ୍ୟାମ୍। ତ ଚାଲନ୍ତୁ ଆମେ ତାଙ୍କୁ ସ୍ୱାଗତ କରିବା ଆଉ ତାଙ୍କଠୁ ଜାଣିବା ଆଷ୍ଟ୍ରୋଲୋଜି ବିଷୟରେ। ନମସ୍କାର, ମୁଁ ହେଉଛି ଆଚାର୍ଯ୍ୟ ସୁଚିତ୍ରା ଗୁପ୍ତା। ମୁଁ ଜଣେ ଆଷ୍ଟ୍ରୋଲୋଜର ଆଣ୍ଡ ସାଇକୋଲୋଜିଷ୍ଟ ବି। ଯେଉଁ ପିଲାମାନେ ଡିପ୍ରେସନରେ ଯାଆନ୍ତି କିମ୍ବା ଯେଉଁମାନେ ଅଟିଷ୍ଟିକ୍ ପିଲା ତାଙ୍କ ପ୍ୟାରେଣ୍ଟସ୍ ମାନଙ୍କୁ ମୁଁ କାଉନସିଲିଂ କରେ କି କେମିତି ପିଲାଟିକୁ ଆପଣ ପେସେନ୍ସଫୁଲି ଧୈର୍ଯ୍ୟର ସହିତ ଆପଣ ତାକୁ ବଡ଼ କରିବେ, ସେଇ ବିଷୟରେ ମୁଁ ଟ୍ରେନିଂ ଦିଏ ପ୍ୟାରେଣ୍ଟସ୍ ମାନଙ୍କୁ। ମ୍ୟାମ୍ ଅବିକା ଧୀରେ ଧୀରେ ଆଷ୍ଟ୍ରୋଲୋଜି କି ନେଇକିନା ଲୋକମାନଙ୍କ ଭିତରେ ବହୁତ ସାରା ମିସକନସେପସନ୍ ଅଛି, ବିଶ୍ୱାସ ଅଛି, ଅନ୍ଧବିଶ୍ୱାସ ବି ଅଛି, ଯେଉଁଟାକି ସୋସିଆଲ ମିଡ଼ିଆ ହେଲା କି ଅଲଗା ଟାଇପ୍ର ଯେତିକି ବି ମିଡ଼ିଆ ମାନେ ହେଲା ତା ଥ୍ରୁରେ ଲୋକମାନେ ବହୁତ ସାରା ଜିନିଷ ଦେଖୁଛନ୍ତି ଆଉ ତାକୁ ଅବଜର୍ଭ ବି କରୁଛନ୍ତି। ତା ଭିତରେ ଗୋଟେ ସାଇକୋଲୋଜିକାଲି ବି ସେମାନେ ବହୁତ ସାରା ଡିପ୍ରେସ ହେଇଯାଉଛନ୍ତି କି ଆମେ ବୁଝିପାରୁନୁ କନସେପ୍ଟଟା କ'ଣ। ତା ବିଷୟରେ ଆପଣମାନେ ଲୋକମାନଙ୍କୁ କ'ଣ କହିବେ? ଏଥିରେ ବହୁତ ଗୁଡ଼ିଏ କୋଶ୍ଚିନ୍ ଆସିବ କି ଆମେ ଗୋଟେ ଲେମ୍ୟାନ୍ ପାଇଁ, ଯେଉଁମାନେ ସାଧାରଣ ମଣିଷ ତାଙ୍କ ପାଇଁ ଆମେ କେମିତି ବୁଝେଇବା କି କ'ଣ ଧର୍ମ, କ'ଣ କର୍ମ, କ'ଣ ଆଷ୍ଟ୍ରୋଲୋଜି। ଆକ୍ଚୁଆଲି ଆଷ୍ଟ୍ରୋଲୋଜି ହେଉଛି ଆଷ୍ଟ୍ରୋନମିରୁ କ୍ରିଏଟ୍ ହେଇଛି। ଆଉ ଓଡ଼ିଆରେ ଯେଉଁଟା କହୁଛନ୍ତି ଜ୍ୟୋତିଷ, ଈଶ୍ୱରଙ୍କ ଜ୍ୟୋତି, ମାନେ ଆମର ଭାଗବତ ଗୀତା ହେଲା, ମହାଭାରତ ହେଲା, ଆମ ଠାକୁରମାନଙ୍କର ଯେଉଁ ଷ୍ଟୋରି ରୂପରେ ଆମକୁ ବୁଝା ହେଇଛି ଦୁନିଆଟା କ'ଣ, ସେଇ ବିଷୟରେ ଜ୍ୟୋତିଷମାନେ କୁହନ୍ତି। କିନ୍ତୁ ଆଜିକାଲି କ'ଣ ହେଇଯାଇଛି କି ଅନ୍ଧବିଶ୍ୱାସ ମାନେ ଆପଣ ତେଜପତ୍ର ପୋଡ଼ି ଦିଅନ୍ତୁ, ଗୋଲମରିଚ ଚୋବେଇ ଦିଅନ୍ତୁ, ଏମିତି ହେଇଯିବ। ଯଦି ପ୍ରକୃତରେ ଗୋଲମରିଚ ଚୋବେଇ ଦେବା, ତେଜପତ୍ର ପୋଡ଼ି ଦେବା, ଆମର କାମ ହେଇଯାଆନ୍ତା। ତା ଦ୍ୱାରା କ'ଣ ହେଉଛି, ଏଇ କେତେ ଜଣଙ୍କ ଦ୍ୱାରା କ'ଣ ହେଉଛି, ସମାଜରେ ସମସ୍ତଙ୍କର ଠାକୁରଙ୍କ ପ୍ରତି ଗୋଟେ କହୁଛନ୍ତି ଯେ ବିଶ୍ୱାସ ହଟି ଯାଉଛି। ତାହା ସତ୍ୟ ନୁହେଁ। ଆଷ୍ଟ୍ରୋଲୋଜି ହେଉଛି ସମ୍ପୂର୍ଣ୍ଣ ଭାବେ ସାଇନ୍ସ। ଆପଣ ଯଦି ସାଇନ୍ସ ବୋଲି ଆପଣ ପଚାରିବେ ପ୍ରୁଭ୍ କରନ୍ତୁ କ'ଣ ସାଇନ୍ସ। ଆପଣ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଦେଖିପାରୁଛନ୍ତି ଖାଲି ଆଖିରେ, ଦିନେ ସୂର୍ଯ୍ୟ ନ ଆସିଲେ ଆମେ ରହିପାରିବାନି। ତେବେ ଆମେ କୋଶ୍ଚିନ୍ ହେବା କଥା କି କ'ଣ ଆମେ ଶନିଙ୍କୁ, ମଙ୍ଗଳଙ୍କୁ, ବୁଧଙ୍କୁ, ବୃହସ୍ପତିଙ୍କୁ ଦେଖିପାରିବା? ହଁ, ଆମେ ଦେଖିପାରିବା। କିଛି ଦିନ ପୂର୍ବରୁ ଆପଣ ଜାଣିଥିବେ କି ଆମର ପଠାଣି ସାମନ୍ତ ଇଏର ଯେଉଁ ଡାଇରେକ୍ଟର କହିଥିଲେ କି ଆମେ ଏତେ ବର୍ଷ ପରେ ଆମେ ମଙ୍ଗଳ ଗ୍ରହଙ୍କୁ ଦେଖିପାରୁଛୁ। ହଁ, ସିଏ ତାଙ୍କର ଷ୍ଟଡି କରିଛନ୍ତି, କିନ୍ତୁ ଏଇଟା ଗୋଟେ ବହୁତ ପୁରୁଣା ତତ୍ତ୍ୱ। ସିଏ ଆଜି କଲେ, ସାଇନ୍ସ ଆଜି ଡେଭଲପ୍ ହେଲା, କିନ୍ତୁ ଆମେ ସ୍ପେଶାଲି ମୁଁ ତ 25 ବର୍ଷ ହେଲା ଶୁକ୍ରଙ୍କୁ ଦର୍ଶନ କରୁଛି, ଶନିଙ୍କୁ ଦର୍ଶନ କରୁଛି, ମଙ୍ଗଳଙ୍କୁ ଦର୍ଶନ କରୁଛି। ତାର ସାଇନ୍ସ ମୁଁ ଆପଣଙ୍କୁ କହିଦେଉଛି। ଯେତେବେଳେ ସୂର୍ଯ୍ୟ 180 ଡିଗ୍ରୀ ଦୂରରେ ରୁହନ୍ତି କୌଣସି ଗ୍ରହ ଠାରୁ, ସେତେବେଳେ ଆମକୁ ସେଇ ଗ୍ରହ ଦେଖାଯିବେ ପୃଥିବୀକୁ। ଆପଣ ଆଜି ବି ସନ୍ଧ୍ୟାବେଳେ 7ଟା ବେଳେ ଆପଣ ସ୍କାଏ ମ୍ୟାପ୍ ବୋଲିକି ଗୋଟେ ଆପ୍ସ ଅଛି, ମୁଁ ସ୍କାଏ ମ୍ୟାପ୍ରେ କମ୍ଫର୍ଟେବୁଲ୍, ମୁଁ ସେଇଟା କହୁଛି। କିନ୍ତୁ ଆପଣମାନେ ଏଇ ଟାଇପ୍ର କେତେ ଗୁଡ଼ିଏ ଅଛନ୍ତି, ମାନେ ଆପ୍ସ ଅଛି, ଆଣ୍ଡ୍ରଏଡ଼୍ର ଅଲଗା ଆପ୍, ଆଇଫୋନ୍ର ଅଲଗା ଆପ୍। ଆପଣ ସେଇପରି ଆପଣ ଡାଉନଲୋଡ଼ କରିବେ, ଲୋକେସନ୍ ଦେଖିବେ କି ମୁଁ ଲୋକେସନ୍ ଦେଖୁଛି, ଆଜି ମୁଁ ଜୁପିଟର ଇଂଲିଶରେ ମାରିବି, ଜୁପିଟର ସିଏ ମୋତେ ଏମିତି କରିକି ମୁଁ ଫୋନ୍ରେ ଦେଖିବି, ଚେଷ୍ଟା କରିବି। ସେ ଆରୋ ନେଇକି ମୋତେ ଯେଉଁ ଜାଗାରେ ଥିବେ ସେଇ ଜାଗାରେ ସେ ମୋତେ ଲୋକେସନ୍ ଦେଖେଇଦେବେ, ଆଉ ମୁଁ ଛାତ ଉପରକୁ ଯିବି କିମ୍ବା ତଳେ ଠିଆ ହେଇକି ମୁଁ ସେଇଠି ଦେଖିବି, ଦର୍ଶନ କରିପାରିବି। ତାହେଲେ ଜୁପିଟରକୁ ମୁଁ ଯଦି ଦର୍ଶନ କରିପାରୁଛି, ଏବେ ଜୁପିଟର କ'ଣ କ'ଣ ଫଳ ଦିଅନ୍ତି? ବୃହସ୍ପତି ଯାହାର ଭଲ, ସେ ପୁତ୍ର କାରକ। ଯାହାର ସନ୍ତାନ ହେଉନଥିବେ, ପଣ୍ଡିତମାନେ କୁହନ୍ତି, ଜ୍ୟୋତିଷମାନେ କୁହନ୍ତି ବୃହସ୍ପତିଙ୍କୁ ପୂଜା କର, କାହିଁକିନା ସେ ପୁତ୍ର କାରକ, ଜ୍ଞାନଦାତା। ତେଣୁ ସେ ଖାଇବା ପିଇବାର ବି ମାଲିକ, ବ୍ରାହ୍ମଣ ଲୋକ। ତେଣୁକରି କିଏ ରେଷ୍ଟୁରାଣ୍ଟ କରୁଛନ୍ତି, ଯାହାର ସେକେଣ୍ଡ ହାଉସ୍ ହେଇଥିବେ ବୃହସ୍ପତି, ପଞ୍ଚମ ଘର ସନ୍ତାନ କାରକ ବୃହସ୍ପତି, କାହାର ପିଲାମାନେ ତାକୁ ବୃହସ୍ପତି ଦର୍ଶନ କରିବାକୁ କୁହାଯାଏ। କିନ୍ତୁ ଯଦି ଆମେ କହିବା କି ଆମେ ଗୋଟେ ଟପିକ୍ ସାରିବା କି ବୃହସ୍ପତି ଦର୍ଶନ କଲେ ଆପଣ ହଳଦିଆ କପଡ଼ାଟିଏ ଘୋଡ଼ି ହେବେ,
कहीं बृहस्पति हलदिया से रेसटा आमको आसब कहीं ज्योतिष मैंने कहते आप गोटे स्टोन पिंधतु से स्टोन जरिए आपको रेसटा आप देह को जीव ताले भावतु साक्षात बृहस्पति आगे जदि आम हलदिया कपड़ा घोड़ीबा केते रेज आम भीतर को आसब नेचुरली आम डेभलप हेले डायरेक्ट रेसटा किरणटा आमको आसला जदि सूर्यंकर विटामिन डी कमी हो जाए जदि सूर्यंकर किरण आम न पाउचु से बृहस्पति किरण न बृहस्पति रिलेटेड जिनस आम कमी अनुभव करूँ मैम लोक मान कनसेप्ट माने टिके कंफ्यूजन जे बृहस्पति शनि जो जतिय ग्रह है देवादेवी हेले लोक मैंने बहुत कन्फ्यूज थांती जे ए जिनसटा कले हमको एया मिलियो अच्छा माने गोटे कॉन्सेप्ट था कि अपन जंती कहले कि बृहस्पति को पूजा कले हमको पुत्र संतान किंबा जो मानकर किछि डिफिकल्ट सिचुएशन है सेतु से माने बाहरी परिबे उन्नति हो किंतु ए कॉन्सेप्ट लोक मैंने बेले बेले कन्फ्यूज हो जाती और किछि लोक ताको बिलीव भी करंदिनी कारण ताको लागे जे एगुडा सब फेक फर्स्ट ऑफ ऑल तो आप बिलीव करेंगे से कौन हुए आमर 33 गोटी देवता को 33 कोटी देवता कहई फर्स्ट से आम क्लीयर हवा कथा 33 जन देवता ताक वंश परंपरा जमी मुनिंकर प्रथमे मुनिंकर झील कन्या मान ही आमर उत्पत्ति जिते आप पढ़े भागवत गीता से आप जानवे जे झील मान पुत्री मान ही संतान उत्पत्ति होती आ वंशधर चली जमी आम कह आमर गोत्र कौन ऋषि मानकर द्वारा से ऋषि मानकर परंपरा द्वारा आम से ऋषि मानकर पिला संतान संतति तेणुक आम गोत्र सैया आम से देखू तेरे ये जो अविश्वास और विश्वास आपण मानतु न मानतु एते बड़ विश्व किछि ना किछि तो अच्छी जहाँ द्वारा चली अच्छा अविश्वासटा कहीं होची मु आज परीक्षा देवी आ मु परीक्षा देली मोर इंग्लीशटा भल होनी कि हिंदीटा भल होनी तेबे मु एई थरक परीक्षा देला को मु दुर्गा को 2टा नड़िया जाचिची एथरक भल हेलानी आठरक नेक्स्ट ईयर रे शिव को 2टा नड़िया जाचिबी भल हेलानी एई थरक परीक्षा देबा को गला बेले रास्ता रे शिरडी बाबा को मंदिरटा देखिले आउ एथरक माँ बापा बहुत गाली करचंती 5 जगह 5 घंटा जगह 8 घंटा पढ़ी घोषी आउ एथरक शिरडी बाबा को कहीकि जाइए भल हेले गोलाप फूल 10टा चढ़ेबी तेरे कौन हम से पिलार जिते रेजल्टा भल आसीज से शिरडी बाबा को विश्वास कला आ दुर्गा शिव हटिगले आमर मनोकामना द्वारा ही आम अंधविश्वास पारिचु तो बंधु आपको एपिसोड किपरि लगिला कमेंट माध्यम जन को निश्चिंत भूलिए नहीं देखा नेक्स्ट एपिसोड रे से पंद रही नमस्कार कटक रोजालीन दास का रिपोर्ट लोकालिटी।